ଇଏ ସେଇ ତାନସେନ ଯେ ଇଣ୍ଡିଆରେ ପ୍ରଥମ ହବାକୁ ଚାହୁଁଥିଲା ସେଇ ତାନସେନ। ତା ଜୀବ କେମିତି କଟିଲା କିଏ କାଟିଲା? ତା ଜୀବ ସେ ନିଜେ କାଟିଦେଲେ। କାହିଁକି କାଟିଲା? ଏଇଥିପାଇଁ କାଟିଲା ଯେ ମୋ ପିଲା ଓଭର ଟ୍ରଫି ଜିତିବା ପାଇଁ ତା ଜୀବ ମୋର ନିହାତି ଦରକାର ଥିଲା। ସେଇଥିପାଇଁ ସେ ତା ଜୀବ କାଟିଦେଲେ। ସେ କାଟିଦେଲା ନା ନିଜେ କାଟିଦେଲା? ତାହା କିଛି ଭାବିଲି ନାହିଁ ପାର। ମୁଁ ପୁରବୀ ଚୌଧୁରୀ, ମୁଁ ଯାହା ଇଚ୍ଛା କରେ, ମୁଁ ଜବରଦସ୍ତ ଛଡ଼େଇ ଆଣେ। ମୋ ପୁଅ ଟ୍ରଫି ଜିତିବା ପାଇଁ ଗୋଟାଏ ବଳି ଦରକାର ଥିଲା। ସେଇଥିପାଇଁ ଏଇଟାକୁ ମୁଁ ବଳି ପକେଇଦେଲି, କାଟିଦେଲି ତା ଜୀବ। ହେଲେ ଜାଣିଛ କାହାକୁ ବଳି ପକେଇଦେଲ? ସିଏ କିଏ? ଅମ୍ବା ପୁଅ। ଚାଲି ଆସିଲା ଚାଲି ଚାଲି ଆସିଲ ବାପୁ ବଦଳ ମୋର ଚାଲି ଆସିଲ। ଇଏ ସେଇ ତନୁ ତାନସେନ। ପ୍ରଥମ ସ୍ୱାମୀକୁ ଛାଡ଼ି 4 ମାସର ଛୁଆଟାକୁ ବାବୁ ବାବା ଧରି ଦେଇ ତମେ ମୋତେ ବ୍ଲାକମେଲିଂ କରି ବାହା ହେଇଥିଲ। ଜୀବନ ସାରା ମୋତେ ବହୁତ କଷ୍ଟ ଦେଇଛ, ବହୁତ ଯନ୍ତ୍ରଣା ଦେଇଛ। ତମେ ନାରୀ ଜାତିର କଳଙ୍କ, ମା ଜାତିର କଳଙ୍କ। ମା କଣ ମା କେତେ ମହାନ ସେ କଥା ତତେ ଜଣା ନାହିଁ? ଜଣା ଥିଲେ ତୁ କେବେ ଗୋଟେ ପୁଅର ଜୀବ କାଟି ନେଇଥାନ୍ତୁ। ତତେ ମାମା ଡାକୁଥିଲି, ତୋ ଉପରେ ବଡ ହେଇଥିଲି। ଏକଥା ଭାବିଲା ବେଳକୁ ମୁଁ ଛୋଟ ହେଇଯାଉଛି। ତୋ ମୁହଁକୁ ଚାହିଁବାକୁ ଘୃଣା ଲାଗୁଛି। ଏଇ ଦୁନିଆର ପ୍ରଥମ ଶେଷ ମା ଯେ ପୁଅର ଏତେ ବଡ଼ କ୍ଷତି କରି ଦେଇପାରେ। ତମ ଭଳି ବାପା ପୂର୍ବରୁ ଜନ୍ମ ହେଇଥିଲେ
ମା ମୁଁ